ଆପଣଙ୍କ ଚାରିପାଖର ଲୋକ ଆପଣଙ୍କ ମନକୁ ଗଢ଼ୁଛନ୍ତି କି? ନମସ୍କାର। ଆମେ ସବୁବେଳେ ଭାବୁ ମୋର ଚିନ୍ତା, ମୋର ଅନୁଭବ, ମୋର ମନ ସବୁ ମୋର ନିଜର। କିନ୍ତୁ ସତରେ କ'ଣ ସେମିତି? ଟିକେ ଧ୍ୟାନ ଦିଅନ୍ତୁ। କେବେ ଏମିତି ହେଇଛି କି ସକାଳଠାରୁ ଆପଣଙ୍କ ମନ ବହୁତ ଭଲ ଥିଲା, କିନ୍ତୁ କାହା ସହ 5 ମିନିଟ୍ କଥା ହେଲା ପରେ ମନଟା ଭାରି ହୋଇଗଲା? କିଛି ଝଗଡ଼ା ହୋଇନଥିଲା, କେହି ଆପଣଙ୍କୁ କିଛି କହିନଥିଲେ, ତଥାପି ଭିତରର ଶାନ୍ତିଟା କୁଆଡ଼େ ହଜିଗଲା। ପୁଣି ଏମିତି ବି କେବେ ହୋଇଥିବ କେହି ଜଣଙ୍କ ସହ କିଛି ସମୟ ଆପଣ ବିତେଇଛନ୍ତି, କିଛି ସମୟ ବସିଲେ, ବହୁତ କଥା ହୋଇନଥାଏ, କିନ୍ତୁ ତାଙ୍କ ପାଖରୁ ଉଠିଲା ପରେ ମନ ବହୁତ ହାଲକା ଲାଗେ ଏବଂ ଶାନ୍ତି ଲାଗେ, ଯେମିତି ଭିତରର କୋଳାହଳ ଟିକେ କମିଗଲା। ଏହା କାହିଁକି ହୁଏ? କାରଣ ଆମେ କେବଳ ଶବ୍ଦ ଶୁଣୁନାହୁଁ, ଆମେ ପରିବେଶକୁ ମଧ୍ୟ ଅନୁଭବ କରୁ। ଆମ ମନ ଆମ ଚାରିପାଖରେ ଲୋକଙ୍କ ଚିନ୍ତାଧାରା, ଭାବନା, ପରିବେଶର ପ୍ରଭାବକୁ ନିଜ ଭିତରକୁ ନେଇଥାଏ। ସେଥିପାଇଁ ଯଦି ଆପଣଙ୍କ ପ୍ରତିଦିନ ଆପଣଙ୍କ ଚାରିପାଖରେ କେବଳ ଚିନ୍ତା, ଅଭିଯୋଗ, ଭୟ ଏବଂ ନକାରାତ୍ମକ କଥା କହିବା ଭଳି ଲୋକ ରହିଥିବେ, ତେବେ ଆପଣ ଶାନ୍ତ ରହିବା ସହଜ ହେବ ନାହିଁ। ଏଥିରେ ଆପଣଙ୍କର ଦୋଷ ନାହିଁ। ଏହା ମଣିଷର ପ୍ରକୃତି। ପରଚର୍ଚ୍ଚା କରିବା ବା ପରର ବିଷୟରେ ନକାରାତ୍ମକ ଭାବନା କରିବା। କିନ୍ତୁ ଆମେ ଜୀବନରେ କେବଳ ଯେ ଭଲ ଲୋକ ଖୋଜିବା ତା ନୁହେଁ, ଆମେ କେମିତି ଆମର ମନ କେମିତି ଭଲ ରହିବ ସେଇଭଳିଆ ପରିବେଶ ମଧ୍ୟ ଆମକୁ ଖୋଜିବା ଦରକାର। ଯେଉଁ ପରିବେଶରେ ମନ ରହେ, ଧୀରେ ଧୀରେ ମନ ସେଇଭଳି ହେବାକୁ ଲାଗେ। ସେଥିପାଇଁ ନିଜକୁ ପଚାରନ୍ତୁ, ମୁଁ ପ୍ରତିଦିନ ମୋ ମନକୁ କିଭଳି ପରିବେଶ ଯୋଗାଉଛି? ସେଇ ପରିବେଶ ମୋତେ ଶାନ୍ତ କରୁଛି ନା ମୋତେ ଆହୁରି କ୍ଳାନ୍ତ କରୁଛି ବା ଭାରାକ୍ରାନ୍ତ ମୋତେ କରୁଛି? ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ମନକୁ ମଧ୍ୟ ଟିକେ ଶାନ୍ତି, ଟିକେ ନୀରବତା ଆଉ ଟିକେ ନିଜ ପାଇଁ ସମୟ ଦରକାର, ତେବେ ମୁଁ ଆପଣଙ୍କୁ କାମ୍ ୱିଦିନ୍ ଏ 5-day ଗାଇଡେଡ୍ ମାଇଣ୍ଡ ରିସେଟ୍କୁ ସ୍ୱାଗତ କରୁଛି। ଏହି 5 ଦିନ ଆପଣ କୌଣସି ଚାପରେ ରହିବେ ନାହିଁ, କୌଣସି ପରିବର୍ତ୍ତନ କରିବାରେ ମଧ୍ୟ ଦୌଡ଼ ନାହିଁ। କେବଳ ପ୍ରତିଦିନ କିଛି ସମୟ ନିଜ ମନ ସହିତ ଯୋଡ଼ି ହେବା, ଭିତର କୋଳାହଳକୁ ଧୀରେ ଧୀରେ ଶାନ୍ତ କରିବା, ଗୋଟିଏ ନୂଆ କାମ୍ ମାଇଣ୍ଡସେଟ୍ ଏକ୍ସପିରିଏନ୍ସକୁ ଅନୁଭବ କରିବା। ଯଦି ଆପଣ ଏହି ଯାତ୍ରାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ DM କରନ୍ତୁ କାମ୍, ତାପରେ ଡିଟେଲ୍ସ ଆପଣମାନେ ପାଇପାରିବେ। ଯଦି ମୋର ଚ୍ୟାନେଲ୍ ହୋଲିଷ୍ଟିକ୍ ହିଲିଂକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ଏବଂ ସେୟାର ମଧ୍ୟ କରନ୍ତୁ। ଆପଣ ଏହି ଭିଡ଼ିଓଟି ମନ ଦେଇ ଶୁଣିଥିବାରୁ ଏବଂ ଇନଫର୍ମେସନ୍ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ, ସେଥିପାଇଁ ଧନ୍ୟବାଦ। ନମସ୍କାର।